मूकं करोति वाचालं पङ्गुलङ्घयते गिरिं ଯତ୍କୃପାତମହଂ ବନ୍ଦେ ପରମାନନ୍ଦମାଧବଂ। ଯାହାଙ୍କର କୃପା ମୁକକୁ ବାଚଳ କରି ପଙ୍ଗୁକୁ ପର୍ବତ ଲଙ୍ଘନ କରାଏ, ମୁଁ ସେହି ପରମାନନ୍ଦ ମାଧବକୁ ବନ୍ଦନା କରୁଅଛି। ଶ୍ରୀକୃଷ୍ଣ କହିଛନ୍ତି, ଜୀବନରେ ପରିସ୍ଥିତି ସହ ଲଢ଼େଇ କରି ହୁଏ, କିନ୍ତୁ ଭାଗ୍ୟ ସହିତ ନୁହେଁ। ଭାଗ୍ୟ ବି ବଡ଼ ଅଜବ ଜିନିଷ। ନା କାହାକୁ ଅନେକ କିଛି ଦେଇଥାଏ ତ ଆଉ କାହା ପାଖରୁ ସବୁ କିଛି ଛଡ଼େଇ ନେଇଥାଏ। ଏମିତି ଅନେକ ତଥ୍ୟ ଆସିବ। ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ସର୍ବପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ବେଲ୍ ଆଇକନ୍କୁ ଦବାଇ ଦେଇ ସେୟାର କରନ୍ତୁ, ଯେପରି ଧର୍ମ ସଂସ୍କୃତି ବିଷୟରେ ସମସ୍ତେ ଜାଣିପାରିବେ। ଚାଲନ୍ତୁ ଜାଣିବା ଶ୍ରୀମଦ୍ ଭଗବଦ୍ ଗୀତା ସାର ଶ୍ଲୋକ 2 ଅଧ୍ୟାୟ ଭାଗ 3। ଭୟାଦ୍ରଣାଦୁ ପରନ୍ତଂ ମସ୍ୟନ୍ତେ ତ୍ୱଂ ମହାରଥଃ ଯେଷାଞ୍ଚ ତ୍ୱଂ ବହୁମतो ଭୂତ୍ମାଂ ଯାସ୍ୟସି ଲାଘବମ୍। ଅବାଚ୍ୟ ବାଦାନଶ୍ଚ ବହୁନଂ ବଦିଷ୍ୟन्ति ତବାହିତଃ ନିନ୍ଦନ୍ତସ୍ତବ ସାମର୍ଥ୍ୟଂ ତतो ଦୁଃଖତରଂ नो କିମ୍। ଅର୍ଥାତ୍ ସମ୍ମାନିତ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଅପେକ୍ଷା ମଧ୍ୟ ଅଧିକ ପୀଡ଼ାଦାୟକ। ଅର୍ଥାତ୍ ଅପଯଶ ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର। ଦୁର୍ଯ୍ୟୋଧନ ପକ୍ଷୀୟ ମହାରଥୀଗଣ ମନେ କରିବେ ଯେ ତୁମେ ଭୟରେ ଯୁଦ୍ଧରୁ ବିରତ ହୋଇଛ ଦୟାବଶତଃ। ସୁତରାଂ ଯେଉଁମାନେ ତୁମକୁ ସମ୍ମାନ କରନ୍ତି, ସେମାନଙ୍କ ମୁଖରେ ମଧ୍ୟ ତୁମେ ହେୟ ପ୍ରତିପନ୍ନ ହୋଇଯିବ। ଶତ୍ରୁଗଣ ମଧ୍ୟ ତୁମର ସାମର୍ଥ୍ୟର ନିନ୍ଦା କରି ଅନେକ କୁକଥା କହିବେ। ତାହାଠାରୁ ଅଧିକ ଦୁଃଖର ବିଷୟ ଆଉ କ'ଣ ହୋଇପାରେ? ହତୋ ବା ପ୍ରାୟସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷ୍ୟସେ ମହିଂ। ତସ୍ମାଦୁତ୍ତିଷ୍ଠ କୁନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ। ସୁଖ ଦୁଃଖେ ସମେ କୃତ୍ୱା ଲାଭାଲଭ୍ୟୋ ଜୟାଜୟौ। ତतो ଯୁଦ୍ଧାୟ ଯୁଷ୍ୟସ୍ୱ ନୈବଂ ପାପମୱାପସ୍ୟସି। ଏଷା ତ୍ୱେ ବିହିତା ସାଂଖ୍ये ବୁଦ୍ଧିଯୋଗେ ତ୍ୱମାଂ ଶୃଣୁ। ବୁଦ୍ଧ୍ୟା ଯୁକ୍तो ଜୟାପାର୍ଥଂ କର୍ମବନ୍ଧଂ ପ୍ରହାସ୍ୟସି। ଅର୍ଥାତ୍ ଯୁଦ୍ଧରେ ହତ ହେଲେ ତା ଫଳରେ ସ୍ୱର୍ଗଲାଭ ହେବ, ଆଉ ଯୁଦ୍ଧରେ ଜୟୀ ହେଲେ ପୃଥିବୀ ଲାଭ କରିବ। ଅତଏବ ହେ କୁନ୍ତେୟ, ଯୁଦ୍ଧ ପାଇଁ କୃତ ନିଶ୍ଚୟ ହୋଇ ଉଠ। ଅତଏବ ସୁଖ ଦୁଃଖ, ଲାଭ କ୍ଷତି ଏବଂ ଜୟ ପରାଜୟକୁ ସମାନ ଜ୍ଞାନ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଯୁଦ୍ଧ ରୂପକ କର୍ତ୍ତବ୍ୟ କର୍ମ ସମତ୍ୱ ବୁଦ୍ଧିଯୁକ୍ତ ହୋଇ କଲେ ତୁମେ ପାପଭାଗୀ ହେବ ନାହିଁ। ହେ ପାର୍ଥ, ତୁମକୁ ଏତେ କ୍ଷଣ ସଂଖ୍ୟକ ତତ୍ତ୍ୱ ଅର୍ଥାତ୍ ଆତ୍ମତତ୍ତ୍ୱ ବିଷୟକ ଜ୍ଞାନ ଉପଦେଶ ଦେଉଛି। ବର୍ତ୍ତମାନ କର୍ମଯୋଗ ବିଷୟକ ଉପଦେଶ ଶ୍ରବଣ କର। ଏହି ଜ୍ଞାନ ଲାଭ କଲେ ତୁମେ ଧର୍ମାଧର୍ମ ରୂପକ କର୍ମ ବନ୍ଧନରୁ ମୁକ୍ତ ହୋଇପାରିବ। ନେହାଭିତ୍ରଂ ନାଶୋସ୍ତି ପ୍ରତ୍ୟବୟୋ ନ ବିଦ୍ୟତେ। ସ୍ୱଲ୍ପଂ ପଶ୍ୟ ଧର୍ମସ୍ୟ ତ୍ରାୟତେ ମହतो ଭୟାତ୍। ବ୍ୟବସାୟାତ୍ମିକା ବୁଦ୍ଧିରେ କିହ କୁରୁ ନନ୍ଦନ। ବହୁ ଶାଖାହ୍ୟନନ୍ତାଶ୍ଚ ବୁଦ୍ଧୟୋ ବ୍ୟବସାୟିନାମ୍। ଅର୍ଥାତ୍ ଏହି ମୁଖ୍ୟପ୍ରଦ ନିଷ୍କାମ କର୍ମ ଯୋଗରେ ଆରବତ୍ କର୍ମ ସଫଳ ହୁଏ ନାହିଁ ଏବଂ ତ୍ରୁଟି ବିଚ୍ୟୁତି ବା ଅଙ୍ଗହାନି ଜନିତ ପାପ ବା ବିଘ୍ନ ହୁଏ ନାହିଁ। ଏହି ଧର୍ମର ଅଳ୍ପ ଆଚରଣ ମଧ୍ୟ ମହାଭୟରୁ ତ୍ରାଣ କରିଥାଏ। ହେ କୁରୁନନ୍ଦନ, ଏହି ନିଷ୍କାମ କର୍ମଯୋଗର
କେବଳ ନିଷ୍କାମ ଭାବରେ କର୍ମ କରି ମୁଁ ତ୍ରାଣ ପାଇବି, ଏହି ପ୍ରକାର ନିଶ୍ଚୟାତ୍ମିକା ବୁଦ୍ଧି ଏକ ନିଷ୍ଠ ଭାବରେ ବର୍ତ୍ତମାନ ଥାଏ ଏବଂ ତାହା ନାନା ଦିଗକୁ ବାଧିତ ହୁଏ ନାହିଁ। କିନ୍ତୁ ସ୍ଥିର ଚିତ୍ତ କାମନା ବ୍ୟକ୍ତିମାନଙ୍କର ବୁଦ୍ଧି ବହୁବିଧ ଓ ଅନନ୍ତ, ସୁତରାଂ ନାନା ଦିଗରେ ବାଧିତ ହୋଇଥାଏ। ଜାମିଂ ମା ପୁଷ୍ପିତାଂ ବଚଂ ପ୍ରବଦନ୍ତ୍ୟବିବଶ୍ଚିତଃ ବେଦବାଦରତଃ ପାର୍ଥ ନାନ୍ୟଦସ୍त्यतिवादिनः कामात्मानः स्वर्गपरा जन्मकर्मफलप्रदां क्रियाविशेषबहुलां भोग्यस्वजस्य गतिं प्रति भोग्यजस्व प्रसक्तानां तयापहृतचेतसां व्यवसायात्मिका बुद्धिः समार्थो न विधीयते। अर्थात हे पार्थ, अल्पबुद्धि अविवेकी व्यक्तिगण वेदोक्त कर्मकांडर अर्थ बादादि आलोचनारे मुखर। सेमाने विश्वास करती जे स्वर्गादिर जनक कर्म व्यतीत अन्य कौनसी धर्म नहीं, अर्थात सकाम कर्म ही एकमात्र अनुष्ठेय धर्म। सेमानंकर चित्त कामना कुलुषित, सेमानंक मतरे स्वर्ग ही एकमात्र पुरुषार्थ। सेमाने भोग्यैश्वर्य लाभर उपायभूत विविध कर्मादिर प्रशंसा कुले प्रशंसा सुखे आपत श्रुति मधुर वेदवाक्य कही थांती। जो मानकर चित्त ଏହି ସବୁ ଶ୍ରବଣ ମଧୁର ବାକ୍ୟରେ ବିମୁଗ୍ଧ ଏବଂ ଭୋଗ ଓ ଐଶ୍ୱର୍ଯ୍ୟରେ ଆସକ୍ତ, ସେମାନଙ୍କ ଅନ୍ତରରେ ଶାସ୍ତ୍ରାନୁଗାମିନୀ ନିଶ୍ଚୟାତ୍ମିକା ବୁଦ୍ଧି କେତେବେଳେ ହେଲେ ଉଦିତ ହୁଏ ନାହିଁ। ଅର୍ଥାତ୍ ସେମାନେ କେତେବେଳେ ହେଲେ ଈଶ୍ୱରଙ୍କଠାରେ ଏକନିଷ୍ଠ ହୁଅନ୍ତି ନାହିଁ। ସାଂଖ୍ୟ ଯୋଗ ତ୍ରିଗୁଣ ବିଷୟା ବେଦା ନିସ୍ତ୍ରିଗୁଣୋ ଭାବାର୍ଜୁନ ନିର୍ଦ୍ୱହୋ ନିତ୍ୟ ସତ୍ୱସ୍ତୁ ନିର୍ଯୋଗକ୍ଷମ ଆତ୍ମଦାନ। हे अर्जुन, वेद समूह त्रैगुण्य विषयक अर्थ कामना मूलक तुम्हें निष्काम हो एवं सुख दुखादि द्वंद्वर हित नित्य सत्वस्त हो। जोग कर्मर आकांक्षा वर्जित, अर्थात अप्राप्य वस्तुर प्राप्ति एवं प्राप्त वस्तुर क्षणरे उदासीन होई आत्मवान हो। जावान्नर्थ उपाने सर्वत्र संपलोत्तोदतके तावान् सर्वेषु देवेषु ब्रह्मणस्य बीजानतः। अर्थात जावन बापी कूप चढ़ागादी छोट छोट जलाशय स्नान पानादि रूपक जो समस्त प्रयोजन सिद्ध हुए, जलाप्लावित विस्तीर्ण जलाशय मध्य से समस्त प्रयोजन होइथाए, तद्रिक्त प्रयोजन मध्य सिद्ध हुए। सेहीपरि वेदोक्त काम्य कर्मादि जो सबु फल प्राप्ति हुए, ब्रह्मनिष्ठ ब्राह्मणंकर मध्य से सबु ही लाभ हुए, बरं तद्रिक्त फल मध्य लाभ होइथाए। कर्मण्येवाधिकारस्ते मा फलेषु कदाचन मा कर्म फल हेतु भूर्मा ते संगोस्त्वकर्माणि। अर्थात कर्मरे ही तुमर अधिकार, कर्मफल केवे हेले तुमर अधिकार नहीं। कर्मफल जेपरि तुमर कर्म प्रवृत्तिर कारण न हुए एवं कर्म त्यागरे जेपरि तुमर प्रवृत्ति न हुए, अर्थात तुम्हें निष्काम भावरे कर्म कर
किंतु कर्म त्याग कर नहीं। योगस्थ कुरु कर्माणि संगम त्यक्ता धनंजय सिद्ध सिद्ध्योः समो भूत्वा समत्वं योग उच्यते। दूरेण ह्यवरं कर्म बुद्धियोगा धनंजय बुद्धो शरणं निश्चः कृपाणः फलहेतवः। अर्थात हे धनंजय, योगस्थ होई फलाकांक्षा त्याग करी एवं सिद्धि ओ असिद्धि को समान ज्ञान करी तुमे कर्म कर। यही समाप्त बुद्धि को ही योग कहुଯାଇଛି। हे धनंजय, सकाम कर्म निष्काम कर्म अपेक्षा नितांत ही निष्कृष्ट। अतएव तुमे निष्काम होई समत्व बुद्धिर आश्रय निय। जो माने केवल फल उद्देश्य कर्म करती सेमाने दीन ओ कृपार पात्र। बुद्धियुक्तो हजाहित उभे सुकृत दुष्कृत तस्मात् योगाय युज्यस्य योगः कर्मसु कौशलम् कर्मजं बुद्धिमुक्ता हि फलं त्यक्ता मनीषिणः जन्मबन्ध निजमुक्तः पदं गच्छन्त्यं नामयम। अर्थात समत्व बुद्धियुक्त निष्काम कर्मी यह लोकरे ही सुकृत दुष्कृत अर्थात पाप पुण्य उभयरु मुक्त होती। सुतरां तुमे एपरी शांतिप्रद निष्काम कर्मयोगर अनुष्ठान रे उद्युक्त हुआ। कर्म रे कौनसी ही योग अर्थात समत्व बुद्धि रूपक कौशल अवलंबन करी कर्मयोग अनुष्ठान कर्म बंधन कारण हुए नहीं। समत्व बुद्धियुक्त ज्ञानीगण कर्म कले मध्य कर्मजात फल आबद्ध हुअन्ति नहीं। सेमाने जन्म रूपक बंधन अर्थात संसार बंधन मुक्ति लाभ करी सर्व उपद्रवरहित मोक्ष पद प्राप्त होती। आपण श्रीमद् भगवद गीता सार श्लोक सह जानिपारे पर भिडियो रे मु केशव चंद्र जाल यादव। गीता हेउची ज्ञानर मुख्य केंद्रबिंदु, सच्चा सनातनी हिंदू। जय श्री कृष्ण।